এই 2025 କେତେ ବର୍ଷ ବୟସ ହେଲେ ପ୍ରଥମ ଶ୍ରେଣୀରେ ଆପଣ ଆପଣଙ୍କ ପିଲାର ନାମ ଲେଖାଇ ପାରିବେ? ଏନେଇ ଦେଖନ୍ତୁ ଗଣଶିକ୍ଷା ବିଭାଗ ଦ୍ୱନ୍ଦ୍ୱ ଦୂର କଲା। ପୂର୍ବରୁ 7 ବର୍ଷ କୁହାଯାଉଥିବା ବେଳେ କେହି ମଧ୍ୟ 6 ବର୍ଷ କହୁଥିଲେ। ଏହାକୁ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ଏକ ବଡ଼ ସୂଚନା। ଏତିକି ବର୍ଷ ହେଲେ ଆପଣ ମଧ୍ୟ ପ୍ରଥମ ବର୍ଷର ଆପଣଙ୍କ ପିଲାର ନାମ ଲେଖାଇ ପାରିବେ। ଜାଣିବା ସମ୍ପୂର୍ଣ୍ଣ ଅପଡେଟ୍। ତା ପୂର୍ବରୁ ଭିଡିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଦେଖନ୍ତୁ, ପ୍ରଥମ ଶ୍ରେଣୀ ନାମଲେଖା ନେଇ ବୟସ ଦ୍ୱନ୍ଦ୍ୱ ଦୂର କଲା ଗଣଶିକ୍ଷା ବିଭାଗ। ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ପିଲାର ବୟସ 6 ବର୍ଷ କିମ୍ବା ତଦୁର୍ଦ୍ଧ ଜରୁରୀ। ତେବେ 2025-26 ଶିକ୍ଷାବର୍ଷରୁ ନିୟମ କାର୍ଯ୍ୟକାରୀ ନେଇ ନିର୍ଦ୍ଦେଶ ଦିଆଯାଇଛି। ତେବେ ଜାତୀୟ ଶିକ୍ଷାନୀତି 2020 ଆଧାରରେ ନିୟମ ଲାଗୁ ନିଷ୍ପତ୍ତି ହୋଇଛି। 6 ବର୍ଷ ବୟସ ଗଣନା ନେଇ ମଧ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ କରାଯାଇଛି। ତେବେ ମାର୍ଚ୍ଚ 31 ପରିବର୍ତ୍ତେ ସେପ୍ଟେମ୍ବର 1 ତାରିଖକୁ ବୟସ ସୀମା ଧରାଯିବ। ସେପ୍ଟେମ୍ବର 1 ସୁଦ୍ଧା ବୟସ 6 କିମ୍ବା ତଦୁର୍ଦ୍ଧ ହେଲେ ପ୍ରଥମ ଶ୍ରେଣୀ ନାମ ଲେଖାଇ ପାରିବେ ପିଲା। ଏନେଇ ଦେଖନ୍ତୁ, ଏଜୁକେସନ ଓଡ଼ିଶା ତରଫରୁ ଟ୍ୱିଟ୍ କରି ମଧ୍ୟ ସୂଚନା ଜାରି କରାଯାଇଛି କି ବିଭିନ୍ନ ଶିକ୍ଷାବିତ୍ ଓ ବିଶେଷଜ୍ଞମାନଙ୍କ ସହିତ ଆଲୋଚନା ପରେ ଛାତ୍ରଛାତ୍ରୀମାନଙ୍କର ଉତ୍କୃଷ୍ଟ ଶୈକ୍ଷିକ ବିକାଶ ପାଇଁ ଜାତୀୟ ଶିକ୍ଷାନୀତି 2020ରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ବୟସକୁ 6 ବର୍ଷ କିମ୍ବା ତଦୁର୍ଦ୍ଧ ଧାର୍ଯ୍ୟ କରାଯାଇଛି, ଯାହାକି ଏହା ପୂର୍ବରୁ ମାର୍ଚ୍ଚ 31 ତାରିଖ ଥିବାବେଳେ ଏବେ ଏହାକୁ ସେପ୍ଟେମ୍ବର 1 ତାରିଖ କରାଯାଇଛି। ଅର୍ଥାତ୍ ଯଦି ଆପଣଙ୍କ ପିଲାର ବୟସ ସେପ୍ଟେମ୍ବର 1 ସୁଦ୍ଧା 6 ବର୍ଷ ହେଉଥିବ କିମ୍ବା 6 ବର୍ଷରୁ ଉର୍ଦ୍ଧ୍ୱ ହେଉଥିବ, ତେବେ ମଧ୍ୟ ଆପଣ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେ। ତେବେ ଆପଣ ଜାଣିଲେ ସେୟାର କରି ସାଙ୍ଗସାଥୀମାନଙ୍କୁ ଜଣାଇ ଦିଅନ୍ତୁ। ତା ଛଡ଼ା ଆପଣ କେଉଁ ଜିଲ୍ଲାରୁ ଭିଡିଓ ଦେଖୁଛନ୍ତି ତାହା ନିହାତି କମେଣ୍ଟ କରି ଜଣାଇଦେବେ।